ସେମିତି ଯେମିତି କବି ଦରଦୀ କବି ଥିଲେ ସେମିତି ଗୋଟେ ଦରଦୀ ବ୍ୟକ୍ତିତ୍ୱ ଥିଲେ। ସମସ୍ତ ସାଙ୍ଗରେ ଭଲ ଥିଲା। ମୋ ଜାଣିବାରେ ତାଙ୍କର କାହା ସାଙ୍ଗରେ ଖରାପ ଥିବାର ମୁଁ ଜାଣିନି। ଭାରି ମିଷ୍ଟଭାଷୀ ଏବଂ ଅତ୍ୟନ୍ତ ଫାଇନ୍ ଜେଣ୍ଟଲମ୍ୟାନ୍ ମୋ କହିବା ଅନୁସାରେ। ମୋ ସାଙ୍ଗରେ ତାଙ୍କର ଖୁବ୍ ଭଲ ସମ୍ପର୍କ ଥିଲା। ଯଦିଓ ସେ କବି ଆଉ ମୁଁ ଗଦ୍ୟ ଲେଖେ, ସେ ବି ମୋର ଗଦ୍ୟକୁ ଭାରି ଆପ୍ରିସିଏଟ୍ କରନ୍ତି। ଆଉ ମଝିରେ ମଝିରେ ଫୋନ୍ କରିଦିଅନ୍ତି ତାଙ୍କ ତରଫରୁ, ଆଜ୍ଞା କ'ଣ ହେଲା କ'ଣ ନା ନାଇଁ କେମିତି ଅଛ ସେତିକି ପଚାରୁଥିଲି, ଆଗେ ଫୋନ୍ଟାକୁ ରଖିଦେବେ। ଏଇଭଳି ଲୋକ ସେ ଥିଲେ। ସେ ନିଜେ ଶଯ୍ୟାଶାୟୀ ଅବସ୍ଥାରେ ବି କେତେଥର ଫୋନ୍ କରିଛନ୍ତି। ଆଉ ଆକ୍ଚୁଆଲି ତାଙ୍କର ଯେଉଁ କବିତା, ସେ କେବଳ ଭାରତ ଭିତରେ ସୀମାବଦ୍ଧ ନଥିଲା, ସିଏ ବାହାରକୁ ମଧ୍ୟ ଯାହା ଟ୍ରାନ୍ସଲେଟେଡ୍ ତାଙ୍କର ଯେଉଁ ଶ୍ରୀରାଧା ଅନେକ ହୃଦୟକୁ ସ୍ପର୍ଶ କରିଥିଲା। ମୋର ମନେ ଅଛି, ମୁଁ ଅଷ୍ଟ୍ରେଲିଆରେ ଜଣେ କବିଙ୍କୁ ଭେଟିଥିଲି, ଲେଖିକା ଜୁଡିଥ୍ ରୋଡ୍ରିଗେ। ସେ ଅଷ୍ଟ୍ରେଲିଆରେ ଜଣେ ପ୍ରଫେସର। ସେ ଯେତେବେଳେ ମୋର ଦେଖାହେଲେ କହିଲେ ଆଚ୍ଛା, ସେ ଯେଉଁ କବି ଭାରି ଭଲ କବି, ଭୋପାଳରେ ସେ ଗୋଟେ ତାଙ୍କର କବିତା ପଢ଼ିଥିଲେ, ମୁଁ ଭୁଲି ପାରିନି, କେମିତି ଅଛନ୍ତି? ମୁଁ କହିଲି କିଏ ନାଁ କୁହନ୍ତୁ। ନାଁଟା ତ ମନେ ନାହିଁ। ଡେଙ୍ଗା ହେଇ ସଫା ରଙ୍ଗ, ହ୍ୟାଣ୍ଡସମ୍। ମୁଁ କହିଲି ରମାକାନ୍ତ ରଥ ନା? ହଁ ରମାକାନ୍ତ ରଥ। ଏଇଭଳି ତାଙ୍କୁ ମନେ ରଖିଥିଲେ। ବାହାରେ ମଧ୍ୟ ଶ୍ରୀରାଧା ଯିଏ ଶୁଣିଛି କି ପଢ଼ିଛି ତାଙ୍କୁ ଭୁଲି ହେବନି। ଶ୍ରୀରାଧାର କବି ମରନ୍ତି ନାହିଁ, ସେ ବଞ୍ଚି ରହିବେ। ତାଙ୍କର କବିତାରେ ସ୍ଥାନ ତ ଅପୂରଣୀୟ ରହୁ, କିନ୍ତୁ ସିଏ ମରୁନାହାନ୍ତି। ତାଙ୍କର ମରଦେହ ନିଶ୍ଚୟ ସମାଧି ଲଭିବ, ଶ୍ମଶାନରେ ଜୁଇରେ ଜଳିବ, କିନ୍ତୁ ତାଙ୍କର କବିତା ଆଉ ତାଙ୍କର ବ୍ୟକ୍ତିତ୍ୱ ଆଉ ଯୁବଗୋଷ୍ଠୀଙ୍କ ଉପରେ ସେ ଯାହା ପ୍ରଭାବ ପକାଇଛନ୍ତି। ଆଉ ଗୋଟେ ସବୁଠୁ ବଡ଼ କଥା ହେଲା, ସେ ଏତେ ବଡ଼ କବି, ଏତେ ଉଚ୍ଚତା ତାଙ୍କର କବି ଭାବରେ, ଇଏ ଛୋଟ ଛୋଟ କବିମାନଙ୍କର, ପିଲା କବିମାନଙ୍କର କବିତା ପଢ଼ି ମୁଗ୍ଧ ହୋଇ ତାଙ୍କୁ ଫୋନ୍ କରନ୍ତି, ଚିଠି ଲେଖନ୍ତି ଯେ ତମ ଭଳି ଏମିତିଆ କବିତାଟେ ମୁଁ ଲେଖିପାରନ୍ତି କି, ଏଇଭଳି ସେ କହନ୍ତି। ଆଉ ଗୋଟିଏ କଥା ସେ ଭାରି ଉଦ୍ବେଗ ପ୍ରକାଶ କରୁଥିଲେ ଯେ କାହ୍ନୁବାବୁଙ୍କ ବହି ଆଉ ବଜାରରେ ମିଳୁନାହିଁ, କୌଣସି ବହି ଆଉ ବଜାରରେ ମିଳୁନାହିଁ। ଆଉ ସାହିତ୍ୟ କ'ଣ ରହିବ, ଓଡ଼ିଆ ସାହିତ୍ୟ। ମୋର ମନେ ଅଛି, ଗୋଟିଏ ମଞ୍ଚରେ, ବୋଧେ ସେଟା କେଉଁ ମଞ୍ଚ ମନେ ପଡ଼ୁନି, ଗୋଟେ ଲିଟଫେଷ୍ଟ, କଳିଙ୍ଗ ଲିଟଫେଷ୍ଟ, ଗୋଟେ ମିଷ୍ଟିକ୍ ଲିଟରେଚର ବୋଲି ଗୋଟେ ତାଙ୍କର ସେସନ୍ ରଖିଥିଲେ। ସେଥିରେ ଥିଲୁ ଆମେ ସୀତାକାନ୍ତ ମହାପାତ୍ର, ମନୋଜ ଦାସ, ରମାକାନ୍ତ ରଥ ଆଉ ମୁଁ। ଗୋଟେ ଅବିସ୍ମରଣୀୟ ସ୍ମୃତି। ସେଠି ଗୋଟିଏ ମଞ୍ଚରେ ଆମେ ଏକାଠି ହେଇଥିଲୁ। ବହୁତ ଥର ମୁଁ ତାଙ୍କ ସାଙ୍ଗେ ଗୋଟିଏ ମଞ୍ଚରେ ଏକାଠି ହେଇଛି, ଗୋଟିଏ ମଞ୍ଚରେ ସମ୍ମାନିତ ହେଇଛି। ଆଉ ତାଙ୍କୁ ଭୁଲି ପାରୁନାହିଁ। କବି ହିସାବରେ ଯେମିତି ଦରଦୀ, ମଣିଷ ହିସାବରେ ସେମିତି ଦରଦୀ। ତାଙ୍କୁ ନାଇଁ, ସେ କ'ଣ କରନ୍ତି, ମଝିରେ ମଝିରେ ମୋତେ ଫୋନ୍ କରିଦିଅନ୍ତି, ଅସୁସ୍ଥ ଥିଲାବେଳେ ମଧ୍ୟ। ମୁଁ ଦେଖେ ଯେମିତି ରମାକାନ୍ତ ରଥ, ମୁଁ ସାଙ୍ଗେ ସାଙ୍ଗେ ବ୍ୟସ୍ତ ହୋଇପଡ଼େ। ମୁଁ ଆଜ୍ଞା କେମିତି ଅଛନ୍ତି, ନମସ୍କାର। ନାଇଁ କିଛି ଦରକାର ନାହିଁ, ଖାଲି କେମିତି ଅଛ, ଭଲ ଅଛ? ମୁଁ କହିଲି ଆଜ୍ଞା ଭଲ ଅଛି। ଆପଣ? ନା ଭଲ ଅଛି, ଏତିକି। ତାପରେ ଫୋନ୍ଟା ରଖିଦିଅନ୍ତି। ମାନେ ତାଙ୍କ ତରଫରୁ ସେ 5 ଥର ଫୋନ୍ କରିବେ। ମୋ ତରଫରୁ ଫୋନ୍ କରିବାକୁ ମୁଁ ସାହସ କରେନି। ମୁଁ କେଉଁ ଅବସ୍ଥାରେ ଥିବେ, କ'ଣ ଥିବେ, ଫୋନ୍ ଧରିବାକୁ ଡାକ୍ତର କହିଛନ୍ତି କି ନାହିଁ, ଏମିତିଆ କଥା। ଆଉ ସେ ଶଯ୍ୟାଶାୟୀ ହେଲା ପରେ ଟିକେ ଦେଖିବି ବୋଲି ବୋଲି ଇନ୍ଦିରା ଦାସ ତାଙ୍କର ଭଉଣୀ, ସେ ମୋର ବାନ୍ଧବୀ, ଚାଲ ଯିବା ଇନ୍ଦିରା, ଦିନେ ତମ ଘରକୁ ଯାଇ ଯିବା କହିକିରି ମୁଁ ଆଜି ଆସୁଛି। ଏଇ ହେଉଛି ଆମମାନଙ୍କର ସବୁ ପ୍ରକୃତି। ଠିକଣା ସମୟରେ ଆମେ ପହଞ୍ଚି ପାରୁନାହିଁ, ତାହା ମୋର ବଡ଼ ଦୁଃଖ ହୋଇ ରହିବ।